ଦେବୀ ସନ୍ଧ୍ୟା ପୁରୁଷଙ୍କୁ ଦେଇଥିଲେ 3ଟି ଅଭିଶାପ, ଯାହାକୁ ଆଜି ବି ଭୋଗୁଛନ୍ତି ପୁରୁଷମାନେ। ଏକ ପ୍ରାଚୀନ କଥା ଅନୁଯାୟୀ ଦେବୀ ସନ୍ଧ୍ୟାଙ୍କ କାରଣରୁ ସମଗ୍ର ପୁରୁଷ ଜାତିଙ୍କୁ ଅଭିଶାପ ମିଳିଛି। ପ୍ରାଚୀନ କଥା ଅନୁଯାୟୀ ଥରେ ଦେବର୍ଷି ନାରଦ ମହାଦେବଙ୍କୁ ଦର୍ଶନ କରିବାକୁ କୈଳାସରେ ଯାଇ ପହଞ୍ଚିଲେ। ମହାଦେବଙ୍କୁ ନାରଦ ଦେବୀ ସନ୍ଧ୍ୟାଙ୍କ ବିଷୟରେ ପଚାରିବା ସହିତ ସେ କାହିଁକି ସମଗ୍ର ପୁରୁଷ ଜାତିକୁ ଅଭିଶାପ ଦେଇଥିଲେ ସେହି ବିଷୟରେ ପଚାରିଲେ। ଏହାପରେ ମହାଦେବ ଦେବୀ ସନ୍ଧ୍ୟାଙ୍କର ଜନ୍ମ କଥା ଶୁଣାଇଛନ୍ତି। ସୃଷ୍ଟି ରଚନା ସମୟରେ ଯେତେବେଳେ ବ୍ରହ୍ମା ପଦ୍ମ ଉପରେ ବିରାଜମାନ କରି କିଛି ସୁନ୍ଦର ଚିନ୍ତା କରୁଥିଲେ, ସେତେବେଳେ ସେହି ମାନସରୁ ହିଁ ଜଣେ ସୁନ୍ଦର କନ୍ୟାଙ୍କୁ ଜନ୍ମ ହେଲା, ଯାହାଙ୍କ ମୁହଁରେ ଖୁବ୍ ତେଜ ଥିଲା। ତେଣୁ ତାଙ୍କ ନାମ ହେଲା ସନ୍ଧ୍ୟା। କିନ୍ତୁ ସେ ଏତେ ସୁନ୍ଦର ଥିଲେ ଯେ ତାଙ୍କୁ ଜନ୍ମ କରିଥିବା ବ୍ରହ୍ମାଙ୍କ ମନରେ ମଧ୍ୟ ତାଙ୍କୁ ଦେଖି ଅଳ୍ପ କ୍ଷଣ ପାଇଁ କାମନା ଭାବ ଜାଗ୍ରତ ହେଲା, ଯାହା ଦେଖି ସନ୍ଧ୍ୟା ଖୁବ୍ ଦୁଃଖିତ ହୋଇ ସେଠାରୁ ଚାଲିଗଲେ ଏବଂ ଚନ୍ଦ୍ରଭାଗ ପର୍ବତ ପାଖରେ ପହଞ୍ଚି କେଉଁ ଭଗବାନଙ୍କୁ ତପସ୍ୟା କରିବେ ଭାବି ପାଖରେ ଥିବା ବୃହଲୋହିତ ସରୋବର ନିକଟରେ ପହଞ୍ଚିଗଲେ। ସେହି ବାଟ ଦେଇ ମହର୍ଷି ବଶିଷ୍ଠ ଯାଉଥିଲେ ଏବଂ ସନ୍ଧ୍ୟାଙ୍କୁ ଏକୁଟିଆ ଦେଖି ତାଙ୍କୁ କାରଣ ପଚାରିଲେ। ଦେବୀ ସନ୍ଧ୍ୟା କାହାକୁ ତପସ୍ୟା କରିବେ ବୋଲି ପଚାରିବାରୁ ବଶିଷ୍ଠ ତାଙ୍କୁ ମନ ଏବଂ ବସ୍ତ୍ରକୁ ପବିତ୍ର କରି ଭଗବାନ ବିଷ୍ଣୁଙ୍କୁ ତପସ୍ୟା କରିବାକୁ କହିଲେ। ଦେବୀ ସନ୍ଧ୍ୟା ମଧ୍ୟ ଖୁବ୍ ଖୁସି ହୋଇଗଲେ ଏବଂ ସବୁ ନିୟମକୁ ପାଳନ କରି 4 ଯୁଗ ପର୍ଯ୍ୟନ୍ତ ନିଜର ତପସ୍ୟା ଜାରି ରଖିଲେ। ତାଙ୍କର ବ୍ରତ ତପସ୍ୟାକୁ ଦେଖି ସବୁ ଦେବତାଙ୍କୁ ଖୁବ୍ ଆଶ୍ଚର୍ଯ୍ୟ ହେଲା। ଭଗବାନ ବିଷ୍ଣୁ ତପସ୍ୟାରେ ପ୍ରସନ୍ନ ହୋଇ ମନୋହର ଚତୁର୍ଭୁଜ ରୂପ ଧାରଣ କରି ଦେବୀ ସନ୍ଧ୍ୟାଙ୍କ ସାମ୍ନାରେ ପ୍ରକଟ ହେଲେ। ଭଗବାନଙ୍କ ରୂପକୁ ସ୍ୱୟଂ ଦେଖି ସନ୍ଧ୍ୟା କିଭଳି ସ୍ତୁତି କରିବେ ଭାବି ପାରୁ ନଥିଲେ। ଭଗବାନ ବିଷ୍ଣୁ ଜାଣିପାରି ତାଙ୍କୁ ଦିବ୍ୟ ଜ୍ଞାନ ଏବଂ ଦିବ୍ୟ ଦୃଷ୍ଟି ଦେଲେ ଏବଂ ଦେବୀ ସନ୍ଧ୍ୟା ଖୁବ୍ ଭକ୍ତିରେ ନିଜର ସ୍ତୁତି କରିବାରେ ଲାଗିଲେ। ଏଥିରେ ଖୁସି ହୋଇ ଦେବୀ ସନ୍ଧ୍ୟାଙ୍କୁ 3ଟି ବର ମାଗିବାକୁ କହିଲେ। ଦେବୀ ସନ୍ଧ୍ୟା ପ୍ରଥମ ବର ମାଗିଲେ ଯେ ସଂସାରରେ କୌଣସି ମନୁଷ୍ୟ ଜନ୍ମ ହେବା ପରେ କାମ ଭାବନା ଜାଗ୍ରତ ନ ହୋଇ, ଦ୍ୱିତୀୟରେ ତାଙ୍କର ପତିବ୍ରତା ଧର୍ମ କେବେ ନଷ୍ଟ ନ ହେଉ ଏବଂ ତୃତୀୟରେ ଥିଲା ତାଙ୍କ ସ୍ୱାମୀଙ୍କ ବ୍ୟତୀତ ଯଦି କେହି ପୁରୁଷ ତାଙ୍କ ଉପରେ କାମନା ନଜର ପକାଇବେ ତେବେ ସେ ନପୁଂସକ ହୋଇଯିବେ। ସଂସାରର କଲ୍ୟାଣ ପାଇଁ ସେ ମାଗିଥିବା ସବୁ ବରକୁ ଭଗବାନ ବିଷ୍ଣୁ ତଥାସ୍ତୁ କହିଦେଲେ। ସନ୍ଧ୍ୟାଙ୍କ ମନର କଥାକୁ ଜାଣି ସେ ବ୍ରହ୍ମାଙ୍କ ଦୃଷ୍ଟି ତାଙ୍କ ଉପରେ ପଡ଼ିଥିବାରୁ ସେ ନିଜର ଶରୀରର ତ୍ୟାଗ କରିବାକୁ ଚାହୁଁଥିବା ଜାଣିପାରିଲେ। ଏହାପରେ ଭଗବାନ ବିଷ୍ଣୁ ପାଖରେ ଥିବା ଚନ୍ଦ୍ରଭାଗା ନଦୀ ତଟରେ ମହର୍ଷି ମୈଦାତିଥି କରୁଥିବା 12 ବର୍ଷ ଯଜ୍ଞରେ ସନ୍ଧ୍ୟାଙ୍କୁ ନିଜର ଶରୀର ତ୍ୟାଗ କରିବାକୁ କହିଲେ। କିନ୍ତୁ ତାଙ୍କୁ ଯେମିତି ସେଠାକାର ଋଷିମାନେ ନ ଦେଖନ୍ତି, ସେହିଭଳି ଭାବରେ ସେ ଶରୀର ତ୍ୟାଗ କରିବେ। ଏହା କହି ଭଗବାନ ବିଷ୍ଣୁ ତାଙ୍କ ମୁଣ୍ଡକୁ ଛୁଇଁବା ମାତ୍ରେ ତାଙ୍କ ଶରୀର ଅଟାର ହୋଇଗଲା। କାରଣ ସେହି ମହର୍ଷିମାନେ ସଂସାରର ଭଲ ପାଇଁ ଯଜ୍ଞ କରୁଥିଲେ, ତେଣୁ ସେଥିରେ ମାଂସ ପଡ଼ି ଅପବିତ୍ର ନ ହେଉ ସେଥିପାଇଁ ଭଗବାନ ବିଷ୍ଣୁ ଏପରି କଲେ। ସେ ପୃଥିବୀକୁ ଆସିବା ପରେ ସର୍ବପ୍ରଥମେ ମହର୍ଷି ବଶିଷ୍ଠଙ୍କୁ ଦେଖିଥିଲେ, ଯାହାକୁ ସେ ନିଜର ସ୍ୱାମୀ ଭାବି ନେଇଥିଲେ। ଏହା ଭାବି ସେ ଯଜ୍ଞ ନିଆଁରେ ନିଜ ଶରୀରର ତ୍ୟାଗ ଦେଲେ। ଏହାପରେ ସୂର୍ଯ୍ୟଦେବ ସନ୍ଧ୍ୟାଙ୍କ ଶରୀରକୁ ସୂର୍ଯ୍ୟମଣ୍ଡଳକୁ ନେଇ ପପିତୃଙ୍କୁ ପ୍ରସନ୍ନ କରିବାକୁ 2 ଭାଗ କରି ରଥରେ ସ୍ଥାପନ କଲେ। ଉପର ଭାଗ ପ୍ରାତଃ କାଳ ଏବଂ ତଳ ଭାଗ ସନ୍ଧ୍ୟା କାଳ ହେଲା। ଏହାପରେ ଦେବୀ ସନ୍ଧ୍ୟା ଆଗାମୀ ଜନ୍ମରେ ଅରୁନ୍ଧତୀ ରୂପରେ ଜନ୍ମ ହେଲେ ଏବଂ ମହର୍ଷି ବଶିଷ୍ଠଙ୍କ ସ୍ତ୍ରୀ ହେଲେ। ତେଣୁ ସନ୍ଧ୍ୟାଙ୍କ କାରଣରୁ ହିଁ ପୃଥିବୀରେ ଜନ୍ମ ହେଉଥିବା ପ୍ରତ୍ୟେକ ମନୁଷ୍ୟ କାମନା ରହିତ ହୋଇ ଜନ୍ମ ହୋଇଥାଏ। କୁମାର ପ୍ରାପ୍ତ ପରେ ହିଁ କାମ ଏବଂ ବାସନା ଜନ୍ମ ହୋଇଥାଏ।